ଆବଶ୍ୟକ ଥଇଥାନ ନ କରି ଜଣେ ଗରିବ କ୍ୟାନ୍ସର ରୋଗୀଙ୍କ ଘର ଭାଙ୍ଗିବାକୁ ଉଦ୍ୟମ। ଗାନ୍ଧୀ ଛକରୁ ଜବରଦଖଲ ହଟେଇ ନ ପାରି ହନୁମାନ ଛକରୁ ଗରିବ ହଟେଇବ କେଉଁଝରଗଡ଼ ନଗରପାଳିକା। କେଉଁଝରରେ ମାଇକ ବୁଲି ସାରିଛି କି କାଲି କେଉଁଝର ସହର ଧାଙ୍ଗରପଡ଼ା ହନୁମାନ ଛକରେ ଜବରଦଖଲ ଉଚ୍ଛେଦ ହେବ। ଏହି କଥା ଶୁଣି ସେଠାରେ କେବଳ ଗରିବ ମାନେ ଛାନିଆ, କିନ୍ତୁ ଧନୀ ହସୁଛନ୍ତି। ଉଲ୍ଲେଖଯୋଗ୍ୟ କି ଏହି ହନୁମାନ ଛକର ଦୁଇପଟେ ଗୋଟିଏ ରାସ୍ତା ଘାଗରା ଆଡ଼େ ଯାଇଥିଲା ବେଳେ ଅନ୍ୟଟି ପୁରୁଣା ସହରକୁ ଯାଇଛି। ମଝିରେ କିଛି ଗୋଚର ଜାଗା ରହିଯାଇଛି। ଏଇଠାରେ ଠିକ୍ ଛକ ମୁହଁରେ ବଟବୃକ୍ଷ ମୂଳେ ଏକ ସୁନ୍ଦର ହନୁମାନ ମନ୍ଦିର ରହିଛି ଏବଂ ଏହାର ପଛକୁ କିଛି ଜମିରେ ଗରିବ ଲୋକେ ଛୋଟ ମୋଟ ଦୋକାନ କରି ରହୁଛନ୍ତି। ତେବେ ଏହି ଜମିରୁ କେବଳ ଗରିବଙ୍କୁ ହଟାଇବାକୁ କେଉଁଝରଗଡ଼ ନଗରପାଳିକା ଉଦ୍ୟମ ଆରମ୍ଭ 2025ରୁ କରିଥିଲା ଏବଂ ନୋଟିସ ମଧ୍ୟ ଦେଇଥିଲା। ତେବେ ପରେ ଚୁପ୍ ରହିଥିଲା। ଏହାପରେ ସେଠାରେ ରହୁଥିବା ଜଣେ କ୍ୟାନ୍ସର ପୀଡ଼ିତା ଯିଏକି ବାବୁଲି ନାୟକ ଜିଲ୍ଲାପାଳଙ୍କ ସହାୟତାରେ ଆଚାର୍ଯ୍ୟ ହରିହର କଟକ ଗବେଷଣା କେନ୍ଦ୍ର ଓ ଚିକିତ୍ସାଳୟରୁ ଚିକିତ୍ସିତ ହେଉଥିଲେ। ଏପର୍ଯ୍ୟନ୍ତ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ଭଲ ହୋଇନାହାନ୍ତି। ନାନା ଅସୁବିଧାରେ ସମ୍ମୁଖୀନ ହୋଇ ଏକ ଛୋଟ ଘରେ ପଡ଼ି ରହିଛନ୍ତି। ତାଙ୍କ ଘର ଭାଙ୍ଗିବାକୁ ନଗରପାଳିକା କାଲି କଣ୍ଟ ଦେଇଛି। ତାଙ୍କ ଘର ମାପ କରି ଏବଂ ଚିକେନ ଦୋକାନ କରିଥିବା ସ୍ୱାମୀ ବସନ୍ତ ନାୟକଙ୍କୁ ପୁଣି ନୋଟିସ ଦିଆଯାଇଛି। ସେଠାରେ ସେଲୁନ କରିଥିବା ଜଣେ ଦିବ୍ୟାଙ୍ଗ ଓ ଜଳଖିଆ ଦୋକାନ କରିଥିବା ଜଣେ ଅଭାବୀ ମହିଳାଙ୍କୁ ମଧ୍ୟ ଜାଗା ଖାଲି କରିବାକୁ କୁହାଯାଇଛି। ଏହି ଗୋଚର ଜମିରେ ହନୁମାନ ମନ୍ଦିର ସହ କିଛି କୋଠା ଥିଲା। କେବଳ ଗରିବ ଝୁମ୍ପୁଡ଼ି ଘରକୁ ଭାଙ୍ଗିବାକୁ ନଗରପାଳିକାର ଏମିତି ନିଷ୍ପତ୍ତି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟିଏ ପ୍ଲଟରେ ସବୁ ଜବରଦଖଲ ନ ହଟାଇ କେବଳ ନିର୍ଦ୍ଦିଷ୍ଟ ଲୋକଙ୍କୁ ହଟାଇବାର ଉଦ୍ୟମ ନେଇ ଲୋକେ ନାପସନ୍ଦ କରୁଛନ୍ତି। ଗରିବ ରୋଗାକ୍ରାନ୍ତ ଦିବ୍ୟାଙ୍ଗ ଘର ଏହି ଖରାଦିନରେ ଭାଙ୍ଗିଦେଲେ ଏବଂ ସେମାନଙ୍କୁ ଥଇଥାନ ନ କଲେ ନଗରପାଳିକାର ଏହା ଜନବିରୋଧୀ କାର୍ଯ୍ୟ ବୋଲି ସେଠାକାର ଲୋକେ କହୁଛନ୍ତି। ପୂର୍ବରୁ ଶ୍ରୀମତୀ ବାବୁଲି ନାୟକଙ୍କୁ ନଗରପାଳିକା ପକ୍ଷରୁ ଭବିଷ୍ୟତରେ ବାସଯୋଗ୍ୟ ଭୂମି ପ୍ରମାଣପତ୍ର ଦେଇ ଯୋଗ୍ୟତା ପ୍ରମାଣପତ୍ର ଦେଇ ସାରିଛି, ହେଲେ ଆବାସ ଘର ଏଯାଏଁ ମିଳିନି। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଘର ଯୋଗାଇ ଦେବାକୁ ଦରଖାସ୍ତ ମଧ୍ୟ ଦେଇଥିଲେ। ସେଠାରେ ଥିବା ଉଠା ଦୋକାନଙ୍କ ଠାରୁ ନଗରପାଳିକା ଦୈନନ୍ଦିନ ମହାସୁଲ ନେଉଥିଲା ବେଳେ ସେମାନଙ୍କୁ ପ୍ରଥମେ ଥଇଥାନ କରିବା ସାଧାରଣରେ ଦାବି ହେଉଛି। ଗରିବ ଲୋକେ ଆଗେ ଥଇଥାନ ହେବେ, ପରେ ଉଠିବେ ବୋଲି ଦାବି କରି ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବାକୁ ନିବେଦନ କରିଛନ୍ତି। ମୋର ତ ଘର ଦ୍ୱାର ନାହିଁ, ମୁଁ ତ ଗରିବ ଲୋକ, ମୋର ତ କ୍ୟାନ୍ସର ହେଇଛି, ଟଙ୍କା ପଇସା ତ ମୋର ନାହିଁ। ମୁଁ କୋଉଠୁ କାଲି ମାଇକ୍ରେ ଆଲାଉନ୍ସ କରୁଛି। କାଲି ନାହିଁ ଯାଇଥିଲେ ଏକ୍ଜିକ୍ୟୁଟିଭ ସାର୍, ସେ କହିଲେ ଯେ ନାଇଁ ମୁଁ ତ ଘର ଭାଇ ଆମେ କହିନି, ଆଉ ଯେଇ ଆଜ୍ଞା ଜବରଦସ୍ତ କହୁଛି ଏଥିପାଇଁ ମଝିଟା ଭଙ୍ଗା ଯିବ, ଏପଟେ ରହିବ ସେପଟେ ରହିବ। ଆଚ୍ଛା, ତମକୁ ଘର ଛାତ ଘର ରହିବ, ହେଲେ କିନ୍ତୁ ଚାଳ ଘର ଆଜ୍ଞା ଖରା ସିଜିନରେ ମୋ ବଡ ଝିଅ ଗୋଟିଏ ଅଛି, ପୁଅ ଅଛି, ଆଉ ମୋ ସ୍ତ୍ରୀ କ୍ୟାନ୍ସର। କେଉଁଝରରୁ ସ୍ପେଶାଲ ରିପୋର୍ଟର ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।